ନମସ୍କାର। ଚୁଡ଼ି ପିନ୍ଧିବାର ଆଧ୍ୟାତ୍ମିକ ନିୟମ ଏବଂ ବୈଜ୍ଞାନିକ କାରଣ ତାହା ସହ ଆମର ବିଶ୍ୱାସ ଚାଲନ୍ତୁ ଜାଣିବା। ନମସ୍କାର ଆଦିଭକ୍ତି ଚ୍ୟାନେଲରେ। ଭାରତୀୟ ପରମ୍ପରାରେ ବିବାହିତ ମହିଳାମାନଙ୍କ ପାଇଁ ଚୁଡ଼ି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା କେବଳ ଅଳଙ୍କାର ନୁହେଁ ବରଂ ବିବାହ ସମୃଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ ମଧ୍ୟ। ଭାରତରେ ବିବାହିତ ମହିଳାମାନଙ୍କ ପାଇଁ ଚୁଡ଼ି ବିଷୟରେ କିଛି ସାଧାରଣ ନିୟମ ଏବଂ ବିଶ୍ୱାସ ଏଠାରେ ଦିଆଯାଇଛି। ଚାଲନ୍ତୁ ସେଗୁଡ଼ିକ ଜାଣିବା। ବିବାହିତ ମହିଳାମାନେ ଖାଲି ହାତ ରଖିବା ଉଚିତ ନୁହେଁ। ଅନେକ ପରମ୍ପରାରେ ବିବାହିତ ମହିଳାମାନଙ୍କୁ ସେମାନଙ୍କ ହାତ ଖାଲି ରଖିବା ପାଇଁ ପରାମର୍ଶ ଦିଆଯାଏ ନାହିଁ। ଚୁଡ଼ି ପିନ୍ଧିବା ସ୍ୱାମୀଙ୍କ ପାଇଁ ସୌଭାଗ୍ୟ ଏବଂ ଦୀର୍ଘ ଜୀବନ ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ନମ୍ବର 2, କାଚ ଚୁଡ଼ିକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। ବିଶେଷ କରି ଲାଲ, ସବୁଜ କିମ୍ବା ସୁନା ରଙ୍ଗର କାଚ ଚୁଡ଼ି ପିନ୍ଧାଯାଏ କାରଣ ଏହା ପ୍ରେମ, ପ୍ରଜନନ ଏବଂ ସମୃଦ୍ଧିର ପ୍ରତୀକ ଅଟେ। ଚୁଡ଼ିକୁ ଜାଣିଶୁଣି ଭାଙ୍ଗିବା ଉଚିତ ନୁହେଁ। ଜାଣିଶୁଣି ଚୁଡ଼ି ଭାଙ୍ଗିବା ଅଶୁଭ ବୋଲି ବିବେଚନା କରାଯାଏ। ଯଦି ଏକ ଚୁଡ଼ି ଦୁର୍ଭାଗ୍ୟବଶତଃ ଭାଙ୍ଗିଯାଏ ତେବେ ଅନେକ ମହିଳା ଏହାକୁ ଶୀଘ୍ର ବଦଳାଇ ଦିଅନ୍ତି। ପର୍ବ ଏବଂ ପୂଜା ସମୟରେ ଚୁଡ଼ି ପିନ୍ଧିବା କରବା ଚୌଥ, ତିଜ ଅର ହଟ୍ଟଲିକା ତିଜ ଭଳି ପର୍ବପର୍ବାଣୀ ସମୟରେ ବିବାହିତ ମହିଳାମାନେ ପ୍ରାୟତଃ ଭକ୍ତି ଏବଂ ବୈବାହିକ ସୁଖର ସଂକେତ ଭାବରେ ନୂତନ ଚୁଡ଼ି ପିନ୍ଧିଥାନ୍ତି। ବିବାହ ପରେ ବିଶେଷ ଚୁଡ଼ି କିଛି ଅଞ୍ଚଳରେ ବିବାହ ପରେ କନ୍ୟାମାନେ ବିଶେଷ ଚୁଡ଼ି ପିନ୍ଧନ୍ତି, ଯେପରିକି ଉତ୍ତର ଭାରତରେ ଚୂଡ଼ା, ବଙ୍ଗାଳରେ ଶଙ୍ଖାପୋଲ ଓ ଓଡ଼ିଶାରେ ଶଙ୍ଖା। ଏଗୁଡ଼ିକ ମହିଳା ନୂତନ ବିବାହିତ ବ୍ୟବହାର ପ୍ରତୀକ। ଆଧ୍ୟାତ୍ମିକ ବିଶ୍ୱାସ ରହିଛି ଯେ ଚୁଡ଼ିର ଶବ୍ଦ ଘରେ ସକାରାତ୍ମକ ଶକ୍ତି ଆଣେ ଏବଂ ଲୋକଙ୍କୁ ମନେ ପକାଏ ଯେ ଜଣେ ବିବାହିତ ମହିଳା ଘରର ଲକ୍ଷ୍ମୀ ଉପସ୍ଥିତ ଅଛନ୍ତି। ଏହାର ବୈଜ୍ଞାନିକ କାରଣ, ଯେତେବେଳେ ଚୁଡ଼ି କଣ୍ଟା ଉପରେ ଚାଲିଥାଏ ତେବେ ସେତେବେଳେ ସେମାନେ ଚର୍ମର କୋମଳ ଘର୍ଷଣ ସୃଷ୍ଟି କରେ, ଯାହାର ରକ୍ତ ସଞ୍ଚାଳନ ଉନ୍ନତ କରିବାରେ ଏବଂ ଶାରୀରିକ ଶକ୍ତିକୁ ସକ୍ରିୟ କରିବାକୁ ରହିଥାଏ। ବିଶ୍ୱାସ ରହିଛି ଚୁଡ଼ି ପ୍ରେମ, ବିବାହ ପ୍ରତି ସମ୍ମାନ ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦକୁ ପ୍ରତିନିଧିତ୍ୱ କରେ। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଏହିଭଳି ଭିଡ଼ିଓ ଆପଣ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି ନମସ୍କାର।